ଆଚ୍ଛା ମା ତମେ ତ ଜନ୍ମରୁ ହିନ୍ଦୁ ପରି ଲାଗୁଛି ନାଇଁ କି? ତମେ ଜନ୍ମରୁ ହିନ୍ଦୁ ଅଛ, ତ ଜନ୍ମରୁ ହିନ୍ଦୁ ଅଛ, ତମକୁ କିଏ କିଏ ଖ୍ରୀଷ୍ଟିଆନ ହେବା ପାଇଁ କହିଛନ୍ତି କି କେବେ କେବେ? କହିନାହାନ୍ତି। ଆଉ ଖ୍ରୀଷ୍ଟିଆନ ଲୋକମାନେ ହିନ୍ଦୁ ଲୋକମାନଙ୍କ ପାଖକୁ ଯାଇକି ଲୋଭ ଲାଳସା ଦେଖେଇକି କହୁଛନ୍ତି ତମେ ଖ୍ରୀଷ୍ଟିଆନ ହୁଅ, ଆମେ ଲକ୍ଷେ ଟଙ୍କା ଦେବୁ, ନାଇଁ ତ କୋଟି ଟଙ୍କା ଦେବୁ, ନାଇଁ ତ ଚାଉଳ ପତ୍ର ଦେବୁ, ଚିନି ଚୁଡା ଦେବୁ ବୋଲିକି କହୁଛନ୍ତି। ସେମିତି ତମେ କହିଛନ୍ତି କି? ଆପଣଙ୍କ ଗାଁରେ ଖ୍ରୀଷ୍ଟିଆନ ଲୋକ ଅଛନ୍ତି କି ନାଇଁ ମା? ଆଉ ସେଇ ଖ୍ରୀଷ୍ଟିଆନ ଲୋକମାନେ ତମକୁ କେବେ ସେମିତି ଲୋଭ ଲାଳସା କେବେ ଦେଖେଇ ନାହାନ୍ତି? କେବେ ଦେଖେଇ ନାହାନ୍ତି? ତ ହଁ, ତମକୁ କେବେ ବି ସେମିତି ହିନ୍ଦୁ ଖ୍ରୀଷ୍ଟିଆନ ହୁଅ ବୋଲି କହିନାହାନ୍ତି। ଆଉ ବର୍ତ୍ତମାନ ତମେ ଖ୍ରୀଷ୍ଟିଆନ ହେବା ପାଇଁ ଇଚ୍ଛା ଅଛି କି ତମକୁ? ତମକୁ ଖ୍ରୀଷ୍ଟିଆନ ହେବା ପାଇଁ ଇଚ୍ଛା ଅଛି କି? ଖ୍ରୀଷ୍ଟିଆନ ହେବା ପାଇଁ ଇଚ୍ଛା ନାହିଁ? ହଁ, ନାଇଁ ଆଗରୁ ତ ହିନ୍ଦୁ ଅଛ, ଏବେ ତମକୁ ଖ୍ରୀଷ୍ଟିଆନ ହେବା ପାଇଁ ଇଚ୍ଛା ହଉଛି କି? ନାଇଁ। ତ କିଏ ଗୋଟେ ତମକୁ କହିବେ ନାଇଁ ଆମେ ଘର ଦୁଆର କରିଦେବୁ, ଆଉ ଧରିନି ଲକ୍ଷେ ଟଙ୍କା ଗୋଟେ ଦେବୁ, ଖାଇବା ପିଇବା ଚାଉଳ ପତ୍ର ଡ୍ରେସ ପଟା ଇଏ ସେ ଦେବୁ ବୋଲି ଖ୍ରୀଷ୍ଟିଆନ ହେବ କି? ନାଇଁ। ତ ଭଲ କଥା, ଆପଣଙ୍କର ହିନ୍ଦୁ ଧର୍ମରେ ବିଶ୍ୱାସ କରିକି ଅଛନ୍ତି, ସେମିତି ରୁହନ୍ତୁ। କିନ୍ତୁ ମୁଁ ଗୋଟେ ବିଷୟ କହିବି, ଯୀଶୁ ଖ୍ରୀଷ୍ଟ ବୋଲିକି ଜଣେ ପୃଥିବୀରେ ଜନ୍ମ ହେଇଥିଲେ, ଆଉ ସେ ବିଷୟରେ ଜାଣିଛନ୍ତି କି? ହଁ, କିନ୍ତୁ ଗୋଟେ ବିଷୟ ମନେ ରଖିଥ, ଆଉ ଯୀଶୁ ଖ୍ରୀଷ୍ଟଙ୍କ ଛଡା କିଏ ବି ନର୍କର ଦାଉରୁ ରକ୍ଷା କରିପାରିବେ ନାହିଁ। ନର୍କର ଯନ୍ତ୍ରଣାରୁ ଯୀଶୁ ଖ୍ରୀଷ୍ଟଙ୍କ ଛଡା ଆଉ ଅନ୍ୟ କୌଣସି ଲୋକ ରକ୍ଷା କରିପାରିବ ନାହିଁ। ତମେ ଯାହାକୁ ଭଗବାନ ବୋଲିକି ପୂଜା କରୁଛ, ଯିଏ କି ଶ୍ରୀକୃଷ୍ଣ, ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ହିଁ ଦର୍ଶାଇଥିଲେ। ଯେତେବେଳେ ଅର୍ଜୁନ ପଚାରୁଛନ୍ତି ଶ୍ରୀକୃଷ୍ଣ ମଲା ବେଳକୁ ଯେ ପ୍ରଭୁ ତମେ ତ ମରିଯାଉଛ, ଆଉ ଆମକୁ କିଏ ରକ୍ଷା କରିବ ବୋଇଲା ବେଳକୁ ସେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯିଏ ଛକି କାଠରେ ନିଜର ଆତ୍ମ ସଂଯମ କରିବ ସିଏ ହିଁ ତମକୁ ରକ୍ଷା କରିବ ବୋଲି କହିଥିଲେ। ସେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ଛକି କାଠରେ ଯୀଶୁ ଖ୍ରୀଷ୍ଟ ପ୍ରାଣ ତ୍ୟାଗ କରିଥିଲେ। ସେଇ ଯୀଶୁ ଖ୍ରୀଷ୍ଟ ହିଁ ନାଇଁ ମା, ସେମିତି ହେବ ନାହିଁ। ଶ୍ରୀକୃଷ୍ଣ ଅଲଗା ଆଉ ଯୀଶୁ ଖ୍ରୀଷ୍ଟ ଅଲଗା। ଯଦି ଶ୍ରୀକୃଷ୍ଣ ଆଉ ଯୀଶୁ ଖ୍ରୀଷ୍ଟ ଯଦି ଜଣେ ହେଇଥାନ୍ତେ, ତେବେ ଶ୍ରୀକୃଷ୍ଣ ତ ହିନ୍ଦୁ ଧର୍ମରେ ଅଛନ୍ତି, ଆଉ ଯୀଶୁ ଖ୍ରୀଷ୍ଟ ଖ୍ରୀଷ୍ଟିଆନ ଧର୍ମରେ ଅଛନ୍ତି। ଆଉ ଶ୍ରୀକୃଷ୍ଣ ବାହା ହେଇଥିଲେ, ଯୀଶୁ ଖ୍ରୀଷ୍ଟ ବାହା ହେଇନଥିଲେ। ତେବେ ଏତିକିରେ କଣ ଜଣା ପଡୁନାହିଁ କି ସେ ଅଲଗା ଅଲଗା ବୋଲିକି? ବୁଝୁଛନ୍ତି? ସିଏ ଶ୍ରୀକୃଷ୍ଣ ଆଉ ଯୀଶୁ ଖ୍ରୀଷ୍ଟ ଅଲଗା ଅଲଗା ଅଛନ୍ତି। ତମେ ଯୋଉଟା ବି ପୂଜା କର ସେଇଟା ମୁଁ କିଛି କହୁନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଯଦି ଆମେ ନିଜର ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ରୂପରେ ଯଦି ଆମେ ପାଳନ କରିବା ନାହିଁ, ତେବେ ଆମେ ନର୍କ ପୂଜା କରୁ। ନର୍କ ବୋଲି ଗୋଟେ ଜିନିଷ ଅଛି, ବିଶ୍ୱାସ କରୁଛନ୍ତି କି? ଆମେ ମଲା ପରେ ଆମର ଆତ୍ମା